ଶ୍ରୀଯୁକ୍ତ ହରିହର ରଥ ବାଲେଶ୍ୱର ଜିଲ୍ଲାରେ ଜଣେ ଆଦର୍ଶ ଶିକ୍ଷାବିତ୍ ଭାବରେ ଏକ ଜଣାଶୁଣା ନାଁ। ସ୍ୱାଗତ ଦର୍ଶକ ବନ୍ଧୁ, ଆଜି ଆମ ନାଗେଶ୍ୱର ନ୍ୟୁଜ୍ କ୍ୟାମେରା ଟିମ୍ ସହିତ ଆମେ ଆଜି ଆସି ପହଞ୍ଚିଛୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଅନ୍ତର୍ଗତ ରେଓଦାଠାରେ। ଏଠାରେ ଅଛନ୍ତି ଜଣେ କବି, ଜଣେ ଲେଖକ, ଜଣେ ରିଟାୟାରମେଣ୍ଟ ଶିକ୍ଷକ ଶ୍ରୀଯୁକ୍ତ ହରିହର ରଥ। ତେବେ ଆପଣଙ୍କୁ ସ୍ୱାଗତ କରୁଛୁ ନାଗେଶ୍ୱର ନ୍ୟୁଜ୍ ଓଡ଼ିଶା ତରଫରୁ। ସ୍ୱାଗତ। ତେବେ ଆପଣ କୁହନ୍ତୁ, ଆପଣଙ୍କ ନାଁ ହରିହର କିଏ ରଖିଥିଲେ? ଡାକନ୍ତି ବୀର ବୋଲି। ବୀର ବୋଲି ଡାକନ୍ତି। କୁହନ୍ତୁ, ଆପଣ ଯେତେବେଳେ ପାଠ ପଢୁଥିଲେ ପ୍ରାଇମେରୀ ସ୍କୁଲରେ, ସେତେବେଳେ କେମିତି ପାଠ ପଢୁଥିଲେ, କେମିତି ସ୍କୁଲକୁ ଯାଉଥିଲେ? ଚାଲିକି ପ୍ରଥମେ ଚାଟଶାଳୀକି ଯାଉଥିଲେ। ତାପରେ ଚାଟଶାଳୀରେ ସରିଲା ପରେ ଗଲି ଶିମୁଳିଆ ପ୍ରାଇମେରୀ ସ୍କୁଲ, ସେଠି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛି। ତାପରେ ତୃତୀୟ ଶ୍ରେଣୀରେ ଗଲି ନୂଆଦା ପ୍ରାଇମେରୀ ସ୍କୁଲ, ସେତେବେଳେ ସେମାନେ ସବୁ ନିମ୍ନ ପ୍ରାଇମେରୀ ଥିଲା। हे समय बयसकु मोर नेलो चोरे, हे समय बयसकु मोर नेलो चोरे, को सिंधु करे देलो लुचेई। ହରିହରଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ଚପଳ। ପିତା ସ୍ୱର୍ଗତ ଯୁଧିଷ୍ଠିର ରଥ ପେଶାରେ ଥିଲେ ଜଣେ ଚାଷୀ ଆଉ ପୁରୋହିତ। ମା ସ୍ୱର୍ଗତା ନାଗୁଣୀ ଥିଲେ ଗୃହିଣୀ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ହରିହରଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ପିଲାଦିନେ କବାଡ଼ି, ବୋହୁଚୋରି ଇତ୍ୟାଦି ଖେଳ ଖେଳିବାକୁ ସେ ବହୁତ ଭଲ ପାଉଥିଲେ। ଧୀରେ ଧୀରେ ଶଶିକଳା ପରି ବଢ଼ିବାକୁ ଲାଗନ୍ତି ହରିହର। ଖୁବ୍ ବନ୍ଧୁବତ୍ସଳ ହେଉଛନ୍ତି ଶ୍ରୀଯୁକ୍ତ ହରିହର ରଥ। ଆପଣମାନେ ଦେଖନ୍ତୁ, ତାଙ୍କର ପୁରାତନ ସମୟର ଛାତ୍ର ଆଉ ତାଙ୍କର ବନ୍ଧୁ, ସେମାନଙ୍କ ସହିତ ସେ ବସି ଖୁବ୍ ଆନନ୍ଦରେ ସମୟ ବିତାଉଛନ୍ତି। बेत माड़कू डरी बही बस्तानी धरी, लुचिची केबे जाई आंब तोटारे, केबे नई पठारे। ओ पुरुणा खाता चिरी कागज डंगा करी, भसेई देइची मु बरसा ठारे, घरे दांड दुआरे। बोकु केते मिछ कहिची, खरा बेले लुचि आंब तोड़ीची, चोरी करी पुणी धरा पड़ीची, कान धरी उठ बस हेइची। हे समय नेहुरा होची, हली मु करुची, मो दुष्टामी दिन को दियो फेरेई, मो दुष्टामी दिन को दियो फेरेई। हे समय बयस मोर नेलो चोरेई। ସିନ୍ଦୁର ଆମର ଜେଜେବାପାଙ୍କ ଅମଳର ସିନ୍ଦୁର ଏକତିନି ଥିଲେ ଏବଂ ସେ ମାରା ପଡ଼ିଲେଣି ମୋର 4 ବର୍ଷ ହେଲାଣି। କେତେ ବର୍ଷ ତଳର ସିନ୍ଦୁକ? ପ୍ରାୟ ଏଇଟା 70-80 ବର୍ଷ ହବ। 70 ବର୍ଷ ହବ, 70-75 ବର୍ଷ ହବ। ଆ ଭିତରେ କ'ଣ ରୁହେ ସବୁ? ତା ଭିତରେ ଲୁଗାପଟା, ବହିପତ୍ର। तल उपर हेई
করিছু বাদ কেতে রসিছু কেতে ছোট ছোট কথারে ভুসুলেই বাপাଙ୍କୁ ନ ଜଣେଇ ନାଟ ଦେଖିବାକୁ ମୁଁ ଲୁଚି ଲୁଚି ଯାଇଛି ରାତି ଅଧରେ ମାମୁଁ ଘରେ ଖରା ଛୁଟି କାଟିଛି ଗଛ ଉପରୁ ଖସି ପଡ଼ିଛି ବଢ଼ି ପାଣିରେ ମାଛ ଧରିଛି ବାଣ ଫୁଟେଇ ହାତ ପୋଡ଼ିଛି ପ୍ରାଇମେରୀ ନିମ୍ନ ପ୍ରାଇମେରୀ ଛଡ଼ା ପରେ ଉଚ୍ଚ ପ୍ରାଇମେରୀ ଯିବା କଥା କିନ୍ତୁ ସେଭଳି ନଥାଏ ଗୋଟେ ଏମି ସ୍କୁଲରେ ମୁଁ ଯାଇକି ସେ ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପଢ଼ୁଛି ସେଟା ଅନ୍ତପୁରରେ ଯାଇକି ପଢ଼ିଛି ଅନ୍ତପୁରରେ ସପ୍ତମ ଶ୍ରେଣୀ ପାସ୍ କରିଗଲା ପରେ ସେଇଠି ଅଷ୍ଟମ ଶ୍ରେଣୀ ଯେତେବେଳକୁ ଖୋଲା ହେଲାଣି ଯେ ମୁଁ ହେଉଛି ଅନ୍ତପୁର ହାଇସ୍କୁଲର ପଞ୍ଚମ ବ୍ୟାଚ୍ ଆଉ ସେ 4 ବର୍ଷ ଅଷ୍ଟମ ନବମ ଦଶମ ଏକାଦଶ ଅନ୍ତପୁର ହାଇସ୍କୁଲରେ ପାଠ ପଢ଼ୁଛି 4 ବର୍ଷ ଅନ୍ତପୁର ହାଇସ୍କୁଲରେ ତାପରେ ଗଲି ବାଲେଶ୍ୱର FM କଲେଜ ଫକୀରମୋହନ କଲେଜ ସେ ଫକୀରମୋହନ କଲେଜରେ ପଢ଼ିଲି ପ୍ରି ୟୁନିଭର୍ସିଟି ସେତେବେଳେ ଆମର ଟିକେ କୋର୍ସ ବଦଳି ଯାଇକି ଥିଲା ପ୍ରି ୟୁନିଭର୍ସିଟି ତାପରେ ସାଇନ୍ସ ଯେଉଁମାନେ ପଢ଼ନ୍ତି ସେମାନଙ୍କ ପାଇଁ ଥିଲା ପ୍ରି ପ୍ରଫେସନାଲ ସେ ପ୍ରି ପ୍ରଫେସନାଲ ଗୋଟେ ବର୍ଷ ପ୍ରି ୟୁନିଭର୍ସିଟି ଗୋଟେ ବର୍ଷ ପ୍ରି ପ୍ରଫେସନାଲ ଇଏ ପାସ୍ କରିଗଲା ପରେ ଆଉ 2 ବର୍ଷ डिग्री कोर्स बीएससी बीएससी दी वर्षरे पास कर दिया पर बहुत अभाव समय था आम भी साधारण गरीब श्रेणी जाऊँ मोर ना जन्म 6 दिन जाती ନାଇଁ ସେଟା ଦୁଃଖ କରନ୍ତୁ ନାହିଁ ଠିକ୍ ଅଛି ଆପଣ ଭଗବାନ ଭଲ ଇଏରେ ପହଞ୍ଚିଛନ୍ତି ଆଉ ତାହେଲେ ବହୁତ ଦୁଃଖ କଷ୍ଟରେ ପଡ଼ିଲେ ହଉ ମୋତେ କୁହନ୍ତୁ 4 ବର୍ଷ ସେଇ 4 ବର୍ଷରେ ଆଚ୍ଛା ଠିକ୍ ଅଛି ବହୁତ କଷ୍ଟ ଠିକ୍ ଯାଏ ଆଜ୍ଞା ହଉ ତାପରେ ଆପଣ ଚାକିରି କେତେ ମସିହାରେ କଲେ ସେ ବିଏସସି ପରୀକ୍ଷା ଦେଇ ସାରିକି ଆସିକି ଅନ୍ତପୁର ହାଇସ୍କୁଲରେ ଆଉ ସେତେବେଳେ ପଇସା ପଡ଼େଇଲାନି ଇଣ୍ଟରଭ୍ୟୁ ସେଠି 10-11 ବର୍ଷ ରହିଲା ପରେ ଆଉ ଗଲି ରିଜନାଲ କଲେଜରେ ଆମର ଏକ୍ସପିରିଏନ୍ସ ବେସିସରେ ଥିବା ବିଇଡି जो समर स्कूल कौन करेस्पॉन्डेंस कोर्स से एडमिशन देखिए पास कर 77 एडमिशन नेली दीटा समर पास कला परीक्षा और दीटा समर 78 पास कर ये सब गला ସେଠୁ ଆସିକି ସେ ବିଷୟରେ ରହିଛି ତାପରେ ଚାକିରି ଅନ୍ତପୁର ହାଇସ୍କୁଲରେ ଗଲେ ତାପରେ ସେଇଠି ରିଟାୟାର୍ଡ କେତେ ମସିହାରେ ରିଟାୟାର୍ଡ କଲେ 36 ବର୍ଷ ସେବେ 67 ପୁଣି 2003 ରିଟାୟାର୍ଡ କଲେ ଏହା ବ୍ୟତୀତ ଅନ୍ତପୁର ହାଇସ୍କୁଲରେ ମୋର ଯେ ସବୁ ବାଲ୍ୟକାଳ ଆଉ ଯୌବନ କାଳ ବାର୍ଦ୍ଧକ୍ୟ ସବୁ ଘଟିଥିବା ହେତୁ ମୁଁ ଗୋଟେ କିଛି ନାମ ରଖିବା ପାଇଁ ଯେ ମୁଁ ଇଏ କରିଛି ଯେ ଗୋଟେ ବାପାଙ୍କ ନାମରେ ସାଇକେଲ ଷ୍ଟାଣ୍ଡ କରିବା ପାଇଁ ସେଠି
$35,000 ଟଙ୍କା ଖର୍ଚ୍ଚ କରି ଗୋଟେ ସାଇକେଲ ଟ୍ରେନ୍ରେ କରିଦେଇ ଦେଇଛି। ଆଜ୍ଞା ଆଉ ତାପରେ ଯେ ପିଲାଙ୍କ ସଂଖ୍ୟା ବଢ଼ିବା ପାଇଁ ସେଠି ମୁଁ କରିଛି ପ୍ରାଇଜ୍ ସିଷ୍ଟମ୍। ଆଜ୍ଞା ପ୍ରଥମରୁ 8 ଜଣଙ୍କୁ ହାଏଷ୍ଟ ମାର୍କ ଅନୁସାରେ 8 ଜଣଙ୍କୁ ପ୍ରାଇଜ୍ ଦିଆହେଉଛି। ଆଉ ତାପରେ ଏଠି ମଧ୍ୟ ଶ୍ୟାମସୁନ୍ଦର ଏକାଡେମୀ ଯେ କରେଇଥିବାରୁ ଯେ ସେଥିରେ ମଧ୍ୟ ମୁଁ 3 ଜଣ 4 ଜଣଙ୍କ ନାଁରେ ଆମର ବାପା ବଡ଼ ବାପା ବଡ଼ ମା ଆଉ ବଡ଼ ମୋ ମା ଏମାନଙ୍କ ନାମରେ ମୁଁ କରିଛି। ଆଉ ସେ ପ୍ରାଇଜ୍ ରଖିଛି। ସେଥିପାଇଁ ଟଙ୍କା 32,000 ଟଙ୍କା ଜମା ଦେଇଛି। ଆଉ ସେ ତାର ସୁଧ ଭାବରେ ଯାହା ଅଛି ସେ ପିଲାଙ୍କୁ କେବଳ ପିଲାଙ୍କର ସଂଖ୍ୟା ବୃଦ୍ଧି ହେବା ପାଇଁ ଏ ପ୍ରକାର ଆପଣ ବ୍ୟବସ୍ଥା କରିଛନ୍ତି। ବ୍ୟବସ୍ଥା ଯେହେତୁ ଆପଣ ଜଣେ ଶିକ୍ଷକ ଥିଲେ, କ'ଣ କହିବେ ଆଜିର ଛାତ୍ର ସମାଜ ଟିକେ ଉଚ୍ଛୃଙ୍ଖଳିତ ଭଳି ମନେ ହେଉଛି, କ'ଣ କହିବେ ସେମାନଙ୍କୁ ତଥା ଅଭିଭାବକମାନଙ୍କୁ? ଛାତ୍ର ସମାଜ ଉଚ୍ଛୃଙ୍ଖଳିତ ହେବାର ମୁଖ୍ୟ କାରଣ ହେଉଛି ଦୁଇଟା। ଗୋଟେ ଶିକ୍ଷକମାନଙ୍କର ଦୁର୍ବଳତା ରହିଛି। ଦ୍ୱିତୀୟତଃ ଯେ ସରକାର ଯେଉଁ ଇଏ କଲେ ମାଡ଼ ଉଠେଇ ଦେଲେ ତା ଦ୍ୱାରା ବି ଭଲ ପ୍ରଭାବ ହେବା କଥା, କିନ୍ତୁ ତା ଦ୍ୱାରା ପିଲାମାନେ ଉଚ୍ଛୃଙ୍ଖଳିତ କରିକି ଯାଉଛନ୍ତି। କାରଣ ସେମାନେ ତ ଆଉ ଭୟ ରଖିବେନି। ତ 6 ମାସ ପିଲା 6 ମାସ ଜନ୍ମ ହେବା ପରେ ତାକୁ ଭୟ ଟିକେ ଟିକେ ଦେଖେଇବା କଥା ଏଇ ବାପା ମାଆ ମାନେ। ବାପା ମାଆ ମାନେ ଯଦି ଭୟ ନ ଦେଖେଇ ତାକୁ ଅତି ଗଲା କରିଦେବେ ତାହେଲେ ଅଟୋମେଟିକ୍ ସେ ଉଚ୍ଛୃଙ୍ଖଳିତ। ତେବେ ଆପଣ କୁହନ୍ତୁ କଥା ହେଉଛି ଯେ ଏଇ ଯେଉଁ ଅତି ଗଲା ବା ତାକୁ କୁହନ୍ତି ଟୁ ମଚ୍ ଲଭ୍ ଆଣ୍ଡ ଡିଫରେନ୍ସିଏଟିଂ ଲଭ୍, ଇଏ ହେଉଛି ବ୍ୟାରିୟର୍ସ ଟୁ ଏଜୁକେସନ୍। ତେବେ ଆପଣ କୁହନ୍ତୁ ଆପଣଙ୍କର ଅବସର ସମୟ କେମିତି କ'ଣ ବିତୁଛି, କ'ଣ କରୁଛନ୍ତି? ଅବସର ସମୟ ମୋର ବିତୁଛି ଏଇଭଳି ଯେ ମୁଁ କିଛି ଲେଖାଲେଖି କରୁଛି। ଏହା ଛଡ଼ା ଆଉ ଯେତେବେଳେ ସମୟ ପାଉଛି ପ୍ରାୟ ସବୁବେଳେ ଗୀତା ପାଠୁଛି। ଆଉ ଅନୁଷ୍ଠାନକୁ ଯାଉଛି। ମୁଁ ଯେଉଁ ଅନୁଷ୍ଠାନକୁ ଯାଇଥିଲି ସେ ଅନୁଷ୍ଠାନକୁ ଯାଉଛି। ଆଉ ସେମାନଙ୍କର ବି ସୁବିଧା ଅସୁବିଧାରେ ମୁଁ ସହଭାଗୀ ହେଉଛି। ଆଉ କିଛି ଉତ୍ସାହ ଦେଉଛି, ଏସବୁ କରୁଛି। ଆଉ ଦରକାର ପଡ଼ିଲେ ସେମାନଙ୍କୁ କିଛି ସାହାଯ୍ୟ ବି କରୁଛି। ୟା ଛଡ଼ା ଯେ ଅନନ୍ତପୁର ହାଇସ୍କୁଲରେ ମୁଁ ରହିଲି 66ରୁ ପୁଣି 2003 ମସିହା ପର୍ଯ୍ୟନ୍ତ। ଯେ ସେଥିରେ ମୁଁ ଯାହା କିଛି କରିଥିଲି ରିଟାୟାର୍ଡ ପରେ ମୁଁ ଭାବିଲି ସେଇ ତ ମୋର ଗାଁ ସ୍କୁଲ। ଆଉ ସେତେବେଳେ ଏଠି ନୂଆ ମୁଣ୍ଡଟାକୁ ଥାଏ। ମୁଁ ଚାକିରି କରିବା ସେ ଟ୍ରେନିଂ ଯିବା ପରେ ଯେ ଆସିକି ଏଠି ଗାଁରେ ଗୋଟେ ସ୍କୁଲ ଆରମ୍ଭ କଲି। ତେବେ ଏ ଦୁଇଟା ସ୍କୁଲକୁ ମୁଁ ସମାନ ଭାବରେ ଦେଖୁଛି। ୟା ଛଡ଼ା ଆଗରୁ ମଧ୍ୟ ପ୍ରାଇମେରୀ ସ୍କୁଲ ଯେଉଁ ଶିମିଳିଆରେ ୟୁଥ୍ ସ୍କୁଲ ହେଲା, ଗୋଟେ କ୍ଲବ୍ ହେଲା, ଗୋଟେ ଆଉ ଇଏ ଲାଇବ୍ରେରୀ ହେଲା, ସେଥିରେ ମୁଁ ପ୍ରଥମେ ଉଦ୍ୟୋଗୀ ଥିଲି। ଆଉ ସେତେବେଳେ ମୋର ପିଲାବେଳ ହେଲେ କ'ଣ ହେବ, କିନ୍ତୁ ମୁଁ ସେ ଲାଇବ୍ରେରୀରେ 9ମ ଶ୍ରେଣୀରେ ପଢ଼ିବା ଠାରୁ ବହିପତ୍ର ମାଗି ମୋର ଜଣେ କକା ରବି ନାରାୟଣ ରଥ ତାଙ୍କ ସହିତ ବୁଲି ଆଉ ବହି ସଂଗ୍ରହ କରି ସେ ଶିମିଳିଆରେ ରଘୁନାଥ ପାଠାଗାର କରିଥିଲି। ଆଉ ଇଏ ପରେ ରଘୁନାଥ ପାଠାଗାରକୁ ପୁଣି ଏଇ କ୍ଲବକୁ ନେଇ ଆସିଲି।
କ୍ଲବ୍ କଲୁ କ'ଣ ନା ଆମେ କେତେକ ଏଇ କଲେଜ ପିଲା ଯେ ମିଶିକି ଡ୍ରାମା କରୁଥିଲୁ, ପଛକୁ ଓହ୍ଲାଇବାର ନାହିଁ। ଆଉ ପଛ ଆଡ଼ୁ ପ୍ରମ୍ପଟିଂ ହେଉଥାଏ, ଆଉ ଆଗ ଲୋକ ସବୁ କହିଲେ। ତେବେ ସେଥିରେ ମୁଁ 2-3 ବର୍ଷ ଆଉ ଇଏ କରିଛି, ଅଭିନୟ କରିଛି। ଅଭିନୟରେ ବି ଯେ ଗାଁ ବାଲାଙ୍କ ଠାରୁ ତାଳି ଚକଟା ଖାଇଛି। ଆଉ ତାପରେ ଯେ ଯେତେବେଳେ ସେ 2 ବର୍ଷ ହେଇଗଲା, ଗୋଟେ ଚିନ୍ତା କଲୁ କେତେକ ସାଙ୍ଗ ସହ ଯେ ଆମେ ଗୋଟେ ଚିରସ୍ଥାୟୀ ପ୍ୟାଣ୍ଡେଲ କରିବା। ସେତେବେଳେ ଖଟ ପକେଇକି ଯାହା ହଉ ସେ ସମୟ ସେ ପେଣ୍ଡାଲ ଏବେ କରିଛନ୍ତି ଆପଣ। ଆଉ ସେ ପ୍ୟାଣ୍ଡେଲ ଚିରସ୍ଥାୟୀ ପ୍ୟାଣ୍ଡେଲ କରିବା ଯେଉଁ ଲକ୍ଷ୍ୟ ହେଲା, ସେ ଚିରସ୍ଥାୟୀ ପ୍ୟାଣ୍ଡେଲ କରିବା ପାଇଁ ସମସ୍ତଙ୍କ ସାହାଯ୍ୟ ଆମେ ଲୋଡ଼ିଲୁ। ସେତେବେଳେ ବଡ଼ ବଡ଼ ଲୋକ ସବୁ ଥାଆନ୍ତି। ଆମର ଯେ ସେ ସ୍କୁଲର ଜଣେ ଶିକ୍ଷକ ଅଗଣାରୁ ଆସିଥାନ୍ତି, ନାରାୟଣ ପ୍ରସାଦ ବାରି। ତାପରେ ସେ ସ୍କୁଲର ଥାଆନ୍ତି ଯେଉଁ ଯାହା ହଉ ସେଥିରେ କୈଳାସଚନ୍ଦ୍ର ବେହେରା। ନିଜ ଜୀବନ କାଳ ମଧ୍ୟରେ ଶ୍ରୀଯୁକ୍ତ ରଥ ଅନେକ ପୁସ୍ତକ ସଂକଳନ ଇତ୍ୟାଦି ରଚନା କରିଛନ୍ତି। ସେଥିମଧ୍ୟରୁ ଶ୍ୟାମସୁନ୍ଦର ଏକାଡେମୀର ସ୍ମରଣୀୟ ସୃଷ୍ଟି ପର୍ବ ଇଏ ତାଙ୍କର ଲେଖା। ଗାନ୍ଧାରୀ ଓ ଅନ୍ୟମାନେ ଏଥିରେ ମଧ୍ୟ ତାଙ୍କର ଲେଖା ଅଛି। ବନଜୋତ୍ସ୍ନାରେ ମଧ୍ୟ ତାଙ୍କର ଲେଖା ଅଛି। ତୁମେ ବଡ଼ ଜଗନ୍ନାଥ ଭଜନ ଓ ଜଣାଣ ସଂକଳନ ଇଏ ହେଉଛି ଶ୍ରୀଯୁକ୍ତ ହରିହର ରଥଙ୍କର ସଂକଳନ ଅଟେ। କଥାରେ କଥାରେ ଇଏ ପଦ୍ମଲୋଚନ ମହାକୁଡ଼ଙ୍କର ସମ୍ପାଦିତ ପୁସ୍ତକ, ଏଥିରେ ମଧ୍ୟ ତାଙ୍କର କବିତା ଅଛି। ମୁଁ ଶ୍ରୀ ବଳରାମ ଦାସ, ହରିହର ସାରଙ୍କର ଥିଲି ଛାତ୍ର ତଥା ଏଇ ଗାଁର ପଡ଼ୋଶୀ। ଏବଂ ସାରଙ୍କର ଯେଉଁ ପାଠ ପଢ଼ିବାର ଶୈଳୀରେ ମ୍ୟାଥମେଟିକ୍ସ ଆଉ ସାଇନ୍ସରେ ଭାରି ପଙ୍କ୍ଚୁଆଲିଟି, ସେ ଆମକୁ ଯେଉଁ ପଢ଼ୁଥିଲେ ତାଙ୍କର ଯେଉଁ ପ୍ରିନ୍ସିପଲ୍ରେ ଆମେମାନେ ଅନୁପ୍ରାଣିତ ହୋଇଥିଲୁ। ଏବଂ ସେଇ ଅନୁପ୍ରାଣିତରେ ଆମେ ତାଙ୍କ ପାଖରୁ ଏମିତି ଏକ ଶିକ୍ଷା ନେଇଥିଲୁ ଯାହାକି ଆମ ଶିକ୍ଷା ଜୀବନରେ ତାଙ୍କର ପ୍ରେରଣା ଆମ ପାଇଁ ବହୁତ ମୂଲ୍ୟବୋଧ ଦେଇଛି। ଆମେ ତାଙ୍କର ଯେଉଁ ଶିକ୍ଷାକୁ ଏମିତି ଗ୍ରହଣ କରୁ ଏବଂ ତାଙ୍କର ଶିକ୍ଷାରେ ଏତେ ମାଧୁର୍ଯ୍ୟ ଥିଲା ସେ ଅନେକ। ତାପରେ ବି ସାର୍ ଆମକୁ ବିଭିନ୍ନ ପ୍ରକାର ଗୀତ, କବିତା ଏସବୁ ଶିକ୍ଷା ବି ଦେଉଥିଲେ। ଆଉ ସାର୍ ବି ନିଜେ ନିଜେ ଗୀତ ବହୁତ ଲେଖୁଥିଲେ ଏବଂ ବହୁତ ଜାଗାରେ ସାର୍ ସମ୍ମାନିତ ହୋଇଛନ୍ତି ଗୀତ ବାବଦରେ। ଏବଂ ସେ ଯେଉଁ ଗୀତ, ସେ ଗୀତରୁ ମୁଁ ଗୋଟିଏ ଗୀତ ଅଧ୍ୟାୟ ପୁନରାବୃତ୍ତି କରିବାକୁ ଯାଉଛି। ଦୁଃଖ ନାଶନ ହେ ଦୁଃଖ ନ ଗଲା ମୋରି, ଚରଣ ପଙ୍କଜ ସେବି ସେବିଆଜ, ଚରଣ ପଙ୍କଜ ସେବି ସେବିଆଜ, ହେଲି ଦାଣ୍ଡର ଭିକାରୀ। ଦୁଃଖ ନାଶନ ହେ ଦୁଃଖ ନ ଗଲା ମୋରି, ଦୁଃଖ ନାଶନ ହେ ଗରୁଡ଼ ଆସନ, ନ କର ମୋ ମନ ଅଧିକ ଦହନ, ଯନ୍ତ୍ରଣା ହେଉଛି ଭାରି। ଦୁଃଖ ନାଶନ ହେ ଦୁଃଖ ନ ଗଲା ମୋରି, ଦୁଃଖ ନାଶନ ହେ ଦୁଃଖ ନ ଗଲା ମୋରି। ତୁମ ଚରଣ ଗଲା କି ମୋ ମନ, ତୁମ ଚରଣ ଗଲା କି ମୋ ମନ, ଶରଣ
सुंदर कविता श्रीजुक्त हरिहर रथंकर आपण श्रीजुक्त हरिहर रथंक बाबद कौन कहे सहित आप संपर्क केमिति? नमस्कार, मु वंशीधर पंडा, आम घर हूँ बालेश्वर जिला स्वर और हरिहर रथ सार महोदय पाखे मुझे 86 मसीहा अनंतपुर हाईस्कल में पाठ पढ़ुली। से आम साइंस मैथमेटिक्स पढ़ाने सार तांकर पाठपढ़ा अत्यंत उच्चकोटर थिला और सार को आम बहुत मानु बहुत डरू। से गोटे पाठ को बारंबार अभ्यास कर पाठ आदाय कर से माहिर थे। सार पाठपढ़ा सहित साहित्य प्रति बहुत दुर्बलता थिला। से साहित्य कला अनुरागी थे। कविता निजे मध्य लिखती। लेखा 2-3 खंड पुस्तक प्रकाशित होती। तन्मध्य सुंदर सुंदर लेखा से जगन्नाथ महाप्रभु बाबद तुम्हें बड़ जगन्नाथ पुस्तक रचना कर 120 कविता से लिखिं। तन्मध्य मुझे छात्र हिसाब से गोटे कविता पाठ करुच्ची। आपण मैंने से कविता माधुर्य लालित्य टी शुणा निवेदन करुच्ची। नील मेघमाला नील सिंधु तीरे नीलाचल गाँ दांडर धूलिमाटी खेल सरिला परे बाल्य शिक्षा उच्च शिक्षा तापरे चाकरी इतिमध्य से 1969 मसीह खैरा ब्लॉक अंतर्गत अच्युतपुर ग्रामस्थ स्वर्गत लावण्यनिधि पाढ़ी कन्या बासंती को विवाह करती। तापरे आरंभ हुए तांकर सांसारिक जीवन। केमिति सवारी वाली के बाबा आपण जाइते ना गाड़ी थिला? गोटे बस जाइतला एठू 25 किलोमीटर पर्यंत ब्राह्मणपुर। से ब्राह्मणपुर हिसाब से की सवार आज्ञा पूरी सवार ना आपण को स्त्री कौन करतले चाकरी करते ना गृहिणी? आपण को पारिवारिक स्थिति विषय रे किछि कहू। ये मोर सामने ये सामने बो ये छुआ ये सामने पुअर बड़ पुओ आ गोटे छोट छुआ अच्छे से खेलते जाइए आसली ये है मोर तृतीय झील यार बुद्धि झील तब बुद्धि ये तृतीय झील तापर बड़ पुओ सोलर आसी था कि घर कान टे जोर सोर लगी जहाँद्वारा से आसपारे बड़ बो आसपारे देगला भाविली जाकि उठेगा भल तेबे आपणकर सहधर्मिणी स्त्री सहधर्मिणी ना बासंती बासंती रथ बाप घरटा अच्छी से खैरा ब्लक जाए बापा जने सरपंच थे से जने सबुज बंधु पुरस्कार पाई सरपंच थे माँ भी सरपंच थे माँ जने जमीदार झील से
ମାଆଙ୍କ ବାପଘର ଫତେହପୁର। ଆଚ୍ଛା ସେ କ'ଣ ବର୍ତ୍ତମାନ ନାହାନ୍ତି? ଆପଣଙ୍କ ସହଧର୍ମିଣୀ ବର୍ତ୍ତମାନ ନାହାନ୍ତି? ସହଧର୍ମିଣୀ ବର୍ତ୍ତମାନ ନାହାନ୍ତି। ମୋର ଶ୍ୱଶୁର ଶାଶୁକି ଏକ୍ସପାୟାର କରିଦେଲେ। ଆଜ୍ଞା ଆଜ୍ଞା। ଆପଣଙ୍କ ସହଧର୍ମିଣୀ କେବେ ତାଙ୍କର ଡେଥ୍ ହେଲା? ଦେହାନ୍ତ ହେଲା 2009 ମସିହାରେ। କହିବାକୁ ତ ଗଲେ ସେ ଆମର ପ୍ରଥମ ଗୁରୁ। ସେ ବହୁତ ମୋ ପାଇଁ ପରିଶ୍ରମ କରିଛନ୍ତି। ମୁଁ ଜଣେ ମେଧାବୀ ଛାତ୍ରଛାତ୍ରୀ ନଥିଲି। ତାଙ୍କ ସଂସ୍ପର୍ଶରେ ଆସି ମ୍ୟାଥମେଟିକ୍ସରେ ମୁଁ କମ୍ ନମ୍ବର ରଖୁଥିବା ଗୋଟେ ବର୍ଷ ଟ୍ୟୁସନରେ ସେ ମୋତେ ବହୁତ ଆଗକୁ ନେଇଛନ୍ତି। ସେ ତାଙ୍କୁ ମୁଁ ବହୁତ ମାନ୍ୟ କରେ। ସେ ମୋର କେବଳ ଶ୍ୱଶୁର ନୁହନ୍ତି, ସେ ମୋର ମଧ୍ୟ ଗୁରୁ ଅଟନ୍ତି। ଯେ ବି ବାପା ଯେଉଁ କହିଗଲେ ଯେଉଁ ଅଜାଙ୍କ କଥା, ଅଜା ଜଣେ ଖାଲି ସରପଞ୍ଚ ନଥିଲେ, ସେ ଜଣେ ସୁଦକ୍ଷ ଜଣେ ଟିଚର ଥିଲେ। ତାଙ୍କର ସ୍ନେହ ମଧ୍ୟ ଆମ ପାଇଁ ବହୁତ ଥିଲା। ତେଣୁ ଆମେ ବି ଆଜି ମଧ୍ୟ ବାପାଙ୍କ ପାଇଁ ଗର୍ବ ଅନୁଭବ କରୁ। ମା ତ ନାହାନ୍ତି, ମା ସ୍ୱର୍ଗଧାମକୁ ଯାଇସାରିଛନ୍ତି। ସେ ମଧ୍ୟ ବହୁତ ଆମକୁ ଭଲ ପାଆନ୍ତି। ସେ କେବେ ଜଇଁ ଭଳିଆ ସ୍ନେହ କରିନାହାନ୍ତି, ମୋତେ ନିଜ ପୁଅ ଭଳିଆ ଦେଖନ୍ତି। ବାପାଙ୍କର ନୀତି ଆଦର୍ଶ ତାଙ୍କରି ନୀତି ଆଦର୍ଶ ମାନି ଆମେ ଚଳିଛୁ। ଇଏ ହେଉଛନ୍ତି ତାଙ୍କର ବଡ଼ ପୁଅ ବଡ଼ ବୋହୂ ଜୟନ୍ତ କୁମାର ରଥ ଆଉ ରାଜଶ୍ରୀ ରଥ। ଆଉ ତାପରେ ଇଏ ଆମର ବଡ଼ ନାତି, ଆଉ ସବୁଠାରୁ ବଡ଼ ନାତି। ଆଉ ଇଞ୍ଜିନିୟରିଂ ପାସ୍ କରିକି ବର୍ତ୍ତମାନ କମ୍ପାନୀର ଜଏନ୍ କରିଛନ୍ତି। ଆଉ ତାପରେ ଆଉ ସେମାନଙ୍କ ପ୍ରତି ମୋର କ'ଣ ଡେଡିକେସନ୍ ଅଛି। ମୋ ଶ୍ୱଶୁର ରଥ, ସେ ଜଣେ ଶିକ୍ଷକ। ତା ସହିତ ଆମ ଶ୍ୱଶୁର ଏବଂ ବାପା କାମ ଭଲ ଭାବରେ ସେ ବୁଲେଇଛନ୍ତି। ଆମର ବହୁତ ଆଦର୍ଶ ସଂସ୍କୃତି ଏବଂ ପରମ୍ପରା ବିଷୟରେ, ଘରର ଟାଟେସନ ବିଷୟରେ ସବୁ ସେ ଆମକୁ ଶିଖାଇଛନ୍ତି। ମୋ ଜେଜେମା ନାଁ ହରିହର ରଥ। ମୁଁ ତାଙ୍କର ନାତି। ସେ ମୋତେ ବହୁତ ଭଲ ପାଆନ୍ତି ଆଉ ବହୁତ ଉଚ୍ଚ ଶିକ୍ଷାବିତ୍ ଜଣେ। ଆଉ ଏବେ ତ ଲେଖୁଛନ୍ତି କବି ଲେଖକ ହିସାବରେ। ଆଉ କ'ଣ କହିବି। କଳା ତଥା ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ହରିହର ରଥଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ମିଳିଛି। ସେଥିମଧ୍ୟରୁ ଆମ ଗାଁ କଳା ସାହିତ୍ୟ ସଂସଦ ତରଫରୁ ତାଙ୍କୁ କବି ସାରଥୀ ସାରସ୍ୱତ ପ୍ରତିଭା ସମ୍ମାନ ସହିତ ସମ୍ମାନିତ କରାଯାଇଛି। ବନଜୋତ୍ସ୍ନା ସାହିତ୍ୟ ସଂସଦ ଫୁଲବାଣୀ ତରଫରୁ ମଧ୍ୟ ତାଙ୍କୁ 2020 ମସିହାରେ ସମ୍ବର୍ଦ୍ଧିତ କରାଯାଇଛି ସାରସ୍ୱତ ପ୍ରତିଭା ସମ୍ମାନରେ। ପଲ୍ଲୀ ଶ୍ରୀ କଳା ସାହିତ୍ୟ ସଂସଦ ତରଫରୁ ସ୍ୱର କୁରୁଡ଼ା ତରଫରୁ ମଧ୍ୟ ତାଙ୍କୁ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ 2020ରେ ଆଦର୍ଶ ଶିକ୍ଷକ ସାରସ୍ୱତ ସମ୍ମାନ ଦିଆଯାଇଛି। ଶିକ୍ଷାରକ୍ତି ଏକ କୃତଜ୍ଞତାର ଏହି ବାଣୀ ମନ୍ଦିରରୁ ଅବସର ଗ୍ରହଣ କରିଥିବା ବରେଣ୍ୟ ବର୍ଷିୟାନ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ରଥ BSc BD ମହୋଦୟଙ୍କୁ ସଶ୍ରଦ୍ଧ ସାରସ୍ୱତ ପ୍ରଣିପାତ। ଇଏ ମଧ୍ୟ ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ପରିବାର ତରଫରୁ ତାଙ୍କୁ ଇଏ ସମ୍ମାନ ଦିଆଯାଇଛି। ଶ୍ରୀମଦ୍ ଭାଗବତ ପ୍ରଜ୍ଞାପୀଠ ଶୀତଳ ପୁରସ୍ତମ କ୍ଷେତ୍ର ଅତିବଡ଼ି ପରିବାର ତରଫରୁ ମଧ୍ୟ 2019 ମସିହାରେ ତାଙ୍କୁ ମାନପତ୍ର ମିଳିଛି। ଜଗନ୍ନାଥ କଳା ସାହିତ୍ୟ ସମିତି ତରଫରୁ ମଧ୍ୟ କୋଚିଆ କୋଇଲି ବାହାନଗା ବାଲେଶ୍ୱର ତରଫରୁ ମଧ୍ୟ ତାଙ୍କୁ ଶିକ୍ଷାରତ୍ନ ସାରସ୍ୱତ ସମ୍ମାନ ତାଙ୍କୁ ଦିଆଯାଇଛି। ପୂଜ୍ୟ ପୂଜା ସଂସଦ ରେଓଦା ସ୍ୱର ବାଲେଶ୍ୱର ତରଫରୁ ତାଙ୍କୁ ଏକ ବାର୍ଷିକ ଉତ୍ସବରେ ମାନପତ୍ର ସହ ସମ୍ମାନିତ କରାଯାଇଛି। ମାନପତ୍ର ଇଏ ମଧ୍ୟ ତୁମରି ଚରଣ ତଳେ ଛାତ୍ରଛାତ୍ରୀ ଅର୍ଘ ଇଏ ମଧ୍ୟ ତାଙ୍କୁ ଏକ ସଂସ୍ଥା ତରଫରୁ ମଧ୍ୟ ତାଙ୍କୁ ଏ ଭାସ୍ୱର ପ୍ରତିଭା ପ୍ରଣମ୍ୟ ଗୁରୁଦେବ ଭାସ୍ୱର ପ୍ରତିଭା ତାଙ୍କୁ ଦିଆଯାଇଛି। ଇଏ ମଧ୍ୟ ତାଙ୍କୁ ଇଏ ମାନପତ୍ର ମିଳିଛି ଶ୍ରୀଯୁକ୍ତ ହରିହର ରଥଙ୍କୁ ଉପେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମୟରେ। ମାଳିକୁ ମାଳାଟିଏ ତାଙ୍କର ଲେଖା ମାଳିକୁ ମାଳାଟିଏ ତାଳିପକା ସଡ଼କରେ ମାଳିଟିଏ ଆସୁଥିଲା ଦଦରା ଗାଡ଼ିର ଦାଉ ଶୁଭ ଅନୁକୂଳ ବେଳେ ଫାଟକ ଫଳିରେ ଫିଙ୍ଗି ଇଏ ଲତ ମୁସ୍କିଲ ସାଦା କେଶ ଚାପାହାସ ଏ ଏକ ସୁନ୍ଦର କବିତା ତାଙ୍କର ସେଇ ପୁରୁଣା ଦିନର ସ୍ମୃତି ସମ୍ବନ୍ଧରେ ଇଏ କବିତା ସେ ଲେଖିଛନ୍ତି।
ପଦ୍ମଲୋଚନ ପାଠାଗାର ପାଖର ଅନନ୍ତପୁର ତରଫରୁ ମଧ୍ୟ କବି କମଳ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ସିମୁଳିଆ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ, ରେବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଲାବଣ୍ୟବତୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମଧ୍ୟ ତାଙ୍କୁ ମାନପତ୍ର ଦିଆଯାଇଛି। नमस्कार, मु नाट्यकार पुरुषोत्तम बेहरा। हरिहर रथ सार सी मोर गुरु, से जन आदर्श शिक्षक। आमको शिक्षक भाव में भक्ति करे एवं तत्संगे संगे से एकाधार जड़े कवि, गाल्पिक, कलाकार, संगठक, कलाकार। 1970 मसीहा ठारू से अनेक ड्रामारे अभिनय करिसंती। सेतबेल ड्रामा जे आपणकर सीन टंगा हुईसिल मरा होउथुला, पेट्रोमाक्स आउ डे लाइट रे भी नाटक चलुला। से समय से जड़े कलाकार आउ या भितर से भी अनेक कलाकार को एकजुट करी नाटक भी मंचस्थ करैचंती। तांको उपरे मु तो अधिक कौन कहबी, सी लिखिथिबा अनेक तो कविता लिखिछंती, आ गीत भी लिखिछंती, भजन लिखिछंती। तन्मध्यरु मु गोटिए आवृत्ति करुची। आस देखी जगतनाथ, आस देखी जगतनाथ, दारु ब्रह्म दिय अपुरा हाथ, नीलाचल ठारे रत्न सिंहासने बसिछंती होई से दारुभूत, नील सिंधु तीरे सेजे, नील अंचलटी विराजे, नील बनराजी घेरा देउलरे, नीलचक्र रंग उज्जवल नेत, संगे भाई भौणी बेनी, विजय रत्न बेदीरे तिनी, बड़ भोग खाई बड़ दांडे जाई, गुंडीचारे नव रात्रि कटेत। खूब सुंदर कविता श्रीयुक्त हरिहर रथंकर। आज्ञा श्रीयुक्त हरिहर रथ सी जड़े मोर बंधु, किंतु मो तांका सहित उत्तप्त भाव में जड़ित। कि मो मामू घरटा हूँ गाँव में, तेणु सी घनिष्ठ सहित सद्भाव बहुत मुझे जानी। तापर से अनंतपुर हाईस्कल रही सेठी शिक्षकता कर बहुत दिन रही, रिटायर कले। आर जो कविता आउ बही लेखा इत्यादि मु पढ़ी, अति सुंदर भाव लिखिं। यही कथा गुड़िक मुझे जानी। आउ अन्य पिलाबेल कथा मुझे तो कह मो घर तो टे दूर, मो मामू घर हेले भी मुझे सिलेबी मुझे एत कथा कहीपर ना। तेणु तांकर शिक्षकता भल था। आ विभिन्न अनुष्ठान से कार्य कर, तेणु विभिन्न यही पूजा जो सांस्कृत होती रेउदारे से अच्छा जी सदस्य, तेणु ताको से देखी आउ अन्य कार्य से कर। तेणु तांकर बहु भल लोक। आती कथा मुझे विषय कहूँ अधिक कहीं गोटे कविता मुझे पढ़ा चाहूँगी। भज मन परमार्थंकु, ए दारु ब्रह्म नीलाचल नाथंकु, भज मन नीला दारु ब्रह्मंकु, ए भजिले तोहर दुख हेब दूर, भरोसा करी जगत नाथंकु, भज मन दारु ब्रह्मंकु, ए नीलाचल नाथ नीलगिरिकु, भज मन दारु ब्रह्मंकु, जदे प्रेत राटंकु डर, बेल थाऊ भज श्रीधर, दयार सागर भक्त दुख हर, हरिने बेटे की चतुर्दिगर, हरिने बेटे की चतुर्दिगर, आशा दे दे लंघिबू दुख, आशा कर कला से मुख, तांक पद धाई पाइबू रे पाई मन, ए संसार मुक्ति पथकू, भज मन नीलांचलकू। खूब सुंदर भावपूर्ण भजन श्रीयुक्त हरिहर रथंकर, निश्चित भाव में हृदयस्पर्शी भजन। तेज धन्यवाद।
ଆମ ଗାଁର ଆହୁରି ଅନେକ କାମ କରିଛି, ରାସ୍ତାଘାଟ ରୋଡ଼ବନ୍ଧ ଏସବୁ ଉପରେ ଢେର ଚେଷ୍ଟା କରୁଛି। ୟା ଛଡ଼ା ବଡ଼ ଜିନିଷ ହେଉଛି ଯେ ଗାଁକୁ ଟିକେ ଆଲୋକିତ କରିବା ପାଇଁ ଅନ୍ୟମାନଙ୍କ ଦୃଷ୍ଟିଗୋଚର ଆଣିବା ପାଇଁ ଯେ ଗୋଟେ ପୂଜ୍ୟ ପୂଜା ସଂସଦ ଗଢ଼େଇଛି। ସେଥିରେ ପିଲାମାନଙ୍କୁ ଯୋଗାଡ଼ କରି ଆଉ ସେମାନଙ୍କ ଦ୍ୱାରା ସବୁ କରେଇଛି। ଆଉ ଏବେ ସେ ପୂଜ୍ୟ ପୂଜା ସଂସଦ ପ୍ରତିବର୍ଷ ଯେ ଫେବୃଆରୀ ମାସରେ ହେଉଛି, ଆଉ ସେଥିରେ ମୋତେ ବି ଡାକୁଛନ୍ତି, ସମ୍ମାନ ଦେଉଛନ୍ତି। ଆଉ ଇଏ ପୂଜ୍ୟ ପୂଜା ସଂସଦ ମୋତେ ମଧ୍ୟ ଗତ ବର୍ଷ ଗୋଟେ ସମ୍ବର୍ଦ୍ଧିତ କରିଛନ୍ତି। ହରିହର ସାର୍ଙ୍କ ସହିତ ମୋର ପୂର୍ବରୁ ବହୁ ଦିନରୁ ସମ୍ପର୍କ ଅଛି। ତାଙ୍କୁ ନେଇ ଆମର ବିଭିନ୍ନ ଗାଁ ଅନୁଷ୍ଠାନରେ ମୁଁ ନେଇ ସ୍ୱପ୍ନ ଦେଖିଛି, ସେ ସ୍ୱପ୍ନ ଆଜି ସାର୍ଥକ ହେଇଛି। ହରିହର ସାର୍ଙ୍କୁ ନେଇ ଆମ ଗାଁରେ ଗୋଟିଏ ପୂଜ୍ୟ ପୂଜା ସଂସଦ ଗଠନ କରି ତାକୁ ବୟସ୍କ ବ୍ୟକ୍ତିମାନଙ୍କୁ ଆଣିକି ପୂଜା କରିବା ଏବଂ ସେମାନଙ୍କୁ ଭଲ ବାଟରେ ଯିବା ପାଇଁ ଯେଉଁ ମନ୍ତବ୍ୟ ସାର୍ଙ୍କଠୁ ଏଗୁଡ଼ା ସବୁ ମୁଁ ଗ୍ରହଣ କରିଛି। ଏବଂ ସାର୍ଙ୍କ ବିଷୟରେ ଲେଖିଥିବା ଡକ୍ଟର ମୁକ୍ତିକାନ୍ତ ବେହେରା କେଇ ପଦ ମୁଁ ଆଜି ମୋ ମୁଖରୁ କହୁଛି। ଶ୍ରୀଯୁକ୍ତ ହରିହର ରଥ ମହାଶୟ ଧୋତି ପିନ୍ଧା ସାଦାସିଧା ମଣିଷଟିଏ, ସଦା ଗମ୍ଭୀର, ସ୍ୱଳ୍ପଭାଷୀ, ସମାଜ ରାଜନୀତିରେ ବହୁ ଦୂରରେ ରହୁଥିବା ମଣିଷଟିଏ। ଭିତରେ ଭିତରେ ସମାଜର ନିଜ ଅଞ୍ଚଳର ଉନ୍ନତି କରିବା ପାଇଁ ସଦା ଚିନ୍ତିତ ଥିଲେ। ମୋ ଜାଣିବାର ରଥ ସାର୍ 1966 ମସିହା ପୂର୍ବରୁ ଅନନ୍ତପୁର ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ ସ୍ୱଳ୍ପ ପରିଚିତ। ସବୁଦିନ ଠିକ୍ 10টাରେ ସ୍କୁଲରେ ପ୍ରାର୍ଥନା ହେବା ପୂର୍ବରୁ ପହଞ୍ଚନ୍ତି। ନିଜ କର୍ତ୍ତବ୍ୟକୁ ଈଶ୍ୱର ବୋଲି ମାନୁଥିବା ଉପସ୍ଥାପନ ଖାତା ଧରି କ୍ଲାସରୁମ୍ ପଶିବା ଦେଖିଲେ ସବୁ ଛାତ୍ରଙ୍କ ମନରେ ଭୟ ଉଦ୍ରେକ ହୁଏ। କ୍ଲାସରୁମ୍ ଆପଣା ଛାଏ ନିରବି ଯାଏ। ପାଠ ପଢ଼ିବାରେ ପ୍ରବୀଣ ସାର୍ଙ୍କ ଗଣିତରେ ସବୁ ବିଭାଗରେ ଥିବା ଅଗାଧ୍ୟ ପାଣ୍ଡିତ୍ୟ ନିକଟରେ ସବୁ ଛାତ୍ରରେ ମୁଣ୍ଡ ନଇଯାଏ। କ୍ଲାସରେ ପିଲାମାନଙ୍କର କୌଣସି ଗାଣିତିକ ଅସୁବିଧାକୁ ସ୍ନେହପୂର୍ଣ୍ଣ ବ୍ୟବହାର ଓ ଗାଣିତିକ ପାଣ୍ଡିତ୍ୟ ସହଜରେ ସମାଧାନ କରି ସେ ସବୁ ଛାତ୍ରଙ୍କ ପାଖରେ ଚିର ନମସ୍ୟ ଓ ଆଦରଣୀୟ ଥିଲେ। ଜଣେ ପ୍ରଖ୍ୟାତ ଗୁରୁ ହିସାବରେ ସମସ୍ତ ଗୁଣର ଅଧିକାରୀ ଏହି ଦିବ୍ୟ ପୁରୁଷ ପାଖରେ ମାନ, ଗର୍ବ, ଆତ୍ମବଡ଼ିମାର ଟିକେ ଚିହ୍ନ ବି ଉପଲବ୍ଧି କରାଯାଏ ନାହିଁ। ସବୁବେଳେ ସବୁ ପରିସ୍ଥିତିରେ ଶାନ୍ତ, ସ୍ଥିର, ଧୀର, ଗମ୍ଭୀର। ଏହି ଗୁରୁଙ୍କ ପାଦ ପଦ୍ମରେ କୋଟି କୋଟି ମୋର ପ୍ରଣାମ। साकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं। ତେବେ ଶ୍ରୀଯୁକ୍ତ ହରିହର ରଥ ନାଗେଶ୍ୱର ନ୍ୟୁଜ୍ ଓଡ଼ିଶା ତରଫରୁ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ରହୁଛୁ। ଧନ୍ୟବାଦ।